ଚାଷୀ ଭାଇ ମାନେ ଆଜିର ଭିଡିଓ ବହୁତ ମହତ୍ୱପୂର୍ଣ୍ଣ ହେବାର ଅଛି କାରଣ ମୁଁ ସବୁବେଳେ କହିଥାଏ କଣ ପାଇଁ ଆପଣ ମାନେ ସାର ବିଷ ଔଷଧ ଗୁଡିକ ନିଜେ ଘରେ ଆଣିକି ରଖିବେ ଆଉ ନିଜେ ଦରକାର ଅନୁସାରେ ସେଗୁଡିକ ବ୍ୟବହାର କରିବେ। ତ ସେଇଟାର ଡିଫରେଣ୍ଟ କଣ ରହିଥାଏ ସେଇଟା ମୁଁ ଆପଣ ମାନଙ୍କୁ ଦେଖେଇବି। ମୁଁ କେମିତି ମୋ ଫସଲରେ ମାନେ ଏମିତି ରୁଟିନ ୱାଇଜ ଔଷଧ ଦେଇ ଚାଲୁଛି କିନ୍ତୁ ଆଉ ଜଣେ ଅନ୍ୟ ଚାଷୀ ଭାଇ ସେ ଦେଇ ନଥିଲେ ତ ତାଙ୍କର କଣ କଣ ଅସୁବିଧା ହଉଛି। ଆଉ ମୋର ଗଛର ମାନେ କଣ୍ଡିସନ କେମିତି ଅଛି ତ ସେଇଟା ହିଁ ଦେଖେଇବି ଆପଣ ମାନଙ୍କୁ ଯାହା ଫଳରେ ଆପଣ ଜାଣିପାରିବେ ଯେ ମାନେ ସତରେ ହିଁ ଆମକୁ ସାର ବିଷ ଔଷଧ ଗୁଡିକୁ ସଠିକ ସମୟରେ ପ୍ରୟୋଗ କରିବାର ଅଛି ତ ନମସ୍କାର ଚାଷୀ ଭାଇ ମାନେ ମୁଁ ଉପେନ ଆପଣ ମାନଙ୍କୁ ଓଡିଆ ଏଗ୍ରୋଟେକ୍ ୟୁଟ୍ୟୁବ ଚ୍ୟାନେଲ ସ୍ୱାଗତ ଜଣାଉଛି ତ ଚାଲନ୍ତୁ ଭିଡିଓକୁ ଆରମ୍ଭ କରିବା। ତ ଦେଖନ୍ତୁ ଏଇ ପତ୍ର ଗୁଡିକ କାକୁଡି ପତ୍ର ଗୁଡିକ କେଉଁ ପୋକ ଗୁଡିକ ଖାଇ ଦେଇଛନ୍ତି। ମାନେ ନାଲି କୀଟ ଯୋଉ ଆପଣ ମାନେ ଜାଣିଛନ୍ତି। ଯୋଉ ସନ୍ଧ୍ୟା ସମୟରେ କିମ୍ବା ସକାଳ ସମୟରେ ପତ୍ରରେ ଆପଣ ଦେଖିବେ ଏଠି ବସିଥାନ୍ତି ତ ମୁଁ ତ ଆପଣ ମାନଙ୍କୁ ସବୁବେଳେ କହିଥାଏ ଯେବେ ବି ଚାଷ କରିବେ ତ ସାର ବିଷ ଔଷଧ ନିହାତି ନିଜ ପାଖରେ ରଖନ୍ତୁ। ଏମିତି ଭାବରେ ଯୋଉ ମନ୍ଦା କାଟିକରି କରାହେଇଛି ଚାଷ ଆପଣ ମାନେ ବି ଏମିତି କରିପାରିବେ। ଏଇଟା ମୋ ଫିଲ୍ଡରେ ନୁହେଁ ଚାଷୀ ଭାଇ ମୁଁ ଏମିତି ଆସିଥିଲି ଆଉ ମୋ ପାଖରେ ହିଁ ଯୋଉ ଆଉ ଗୋଟେ ଚାଷୀ ଭାଇଙ୍କର ଅଛି। ଏଇ ସିଷ୍ଟମରେ ବି ଆପଣ କରିପାରିବେ ଯାହାଫଳରେ ମଞ୍ଚା ବା ରଞ୍ଜା ଦେବା ପାଇଁ ଆପଣଙ୍କ ସୁବିଧା ହେବ। ତ ଏଥିରେ ଯୋଉ ଆପଣ ଗୋଟେ ସମସ୍ୟାଟି ଦେଖିପାରୁଥିବେ ନା ନାହିଁ ଏଇଟା ପତର ଗୁଡିକ ସେଇଟା ଖାଉଛନ୍ତି ତ ଏଇଟା ପାଇଁ ବି ସ୍ପ୍ରେ ମାରିବା ପାଇଁ ହବ। ସ୍ପ୍ରେ ଯୋଉ ଇମିଡା କ୍ଲୋରୋପିଡ କିମ୍ବା ଏକ ତାରା ବି ଆପଣ ମାନେ ଦେଇପାରିବେ। ଆଉ ଡ୍ୟାମ୍ପିଙ୍ଗ ଅଫ୍ ହେଇଥିଲା କିନ୍ତୁ ସେଇଟା ସରିଯାଇଛି କାରଣ ଗଛ ବଡ଼ ହେଇଯାଇଛି ତ ଏଇନା ଡ୍ୟାମ୍ପିଙ୍ଗ ଅଫ୍ ହେବ ନାହିଁ। ତ ଏଇ ପୋକମାନଙ୍କୁ ହିଁ ଯେଉଁ କଣ୍ଟ୍ରୋଲ କରିବା ପାଇଁ ପଡ଼ିବ। ଦେଖନ୍ତୁ ପ୍ଲଟ୍ ସେପଟେ ବି ଅଛି ଆହୁରି ଏ ସାଇଡ଼ରେ ବି ଅଛି। ତ ଏମିତି ଭାବରେ ଲମ୍ବା ଲମ୍ବା କରି ଯେଉଁ ରଞ୍ଜା ବା ଯେଉଁ ଷ୍ଟେକିଂ ଦିଆହବ। ଚାଷୀ ଭାଇ ମୁଁ ଯୋଉ ଆପଣ ମାନଙ୍କୁ ଦେଖାଉଥିଲି ଅନ୍ୟ ଚାଷୀ ଭାଇଙ୍କର ପ୍ଲଟ ରେ ତ ସେଥିରେ ଯୋଉ ଆପଣ ମାନଙ୍କୁ ସମସ୍ୟାଟି ଦେଖା ଯାଉଥିବ ଯେ ଡ୍ୟାମ୍ପିଂ ଏଫେକ୍ଟ କିଛି ଗଛ ଗୁଡିକ ମରି ଯାଇଥିଲା। ଆଉ ଯୋଉ ନାଲି ପୋକ ଗୁଡିକ ପତ୍ର ଗୁଡିକ ଖାଇ ଦଉଛନ୍ତି ତ ଯୋଉ ମୁଁ ଆପଣ ମାନଙ୍କୁ କହିଥାଏ ଯେ ଆପଣ ଯେମିତି ହିଁ ଆପଣଙ୍କ ଗଛ ଏମିତି ଦି ପତ୍ର ହେଇ ବାହାରି ଯିବ କାକୁଡି ଗଛ ତ ଆପଣ ମାନେ ତୁରନ୍ତ ସ୍ପ୍ରେ କରିବେ ଇମିଡା କ୍ଲୋରୋପିଡ ଆଉ ମାନେ କପର ଅକ୍ସିକ୍ଲୋରାଇଡ ତ ଅଧିକାଂଶ ଚାଷୀ ଭାଇ ମାନେ ତ କରନ୍ତି ନାହିଁ ସେମାନେ ଜାଣିପାରନ୍ତି ନାହିଁ ଯେ କେତେବେଳେ ଆମେ ଔଷଧ ଦେବା କିନ୍ତୁ ସେମାନେ ଜଗିଥାନ୍ତି ଯେ ବହୁତ ସାରା ଗଛକୁ ଆକ୍ରାନ୍ତ କରିବ ତାପରେ ଆମେ ଔଷଧ ଆଣିବାକୁ ଯିବା ଦୋକାନକୁ ତାପରେ ଦୋକାନଦାର ଯାହା ଔଷଧ ଦେବେ ତାପରେ ଆଣିକରି ଆମେ ମାରିବା। ତ ମୁଁ ତ ସେମିତି କରେନି ମୁଁ ଆପଣ ମାନଙ୍କୁ ସବୁବେଳେ କହିଥାଏ ଯେ ସାର ବିଷ ଔଷଧ ଗୁଡିକ ମାନେ ଆପଣ ନେଇକି ଆସନ୍ତୁ ଘରେ ରଖନ୍ତୁ ତ ଆପଣ ମାନେ ଦରକାର ଅନୁସାରେ ସେଗୁଡିକ ଦେଇପାରିବେ। ତ ମୋର ତ ଏଇ ଯୋଉ ଘାସ ବଣରେ ଦେଖୁଛନ୍ତି କାକୁଡି ଗଛ ଗୁଡିକ ମୁଁ ତ ଘାସ ସଫା କରିପାରିନି କିନ୍ତୁ ଗଛ ଗୁଡିକ ପୁରା ଠିକ ଠାକ୍ ଅଛି ଦେଖନ୍ତୁ। ତ ଏଇ ଯୋଉ ମୋର ଗଛ ଗୁଡିକ ଦେଖୁଛନ୍ତି ମୁଁ ତ ଫେଜ ୱାଇଜ ଲଗେଇଛି ଗଛ ଗୁଡିକ ମାନେ ସେପଟେ ଟିକେ ଲେଟ୍ ଅଛି 10-15 ଦିନ ପରେ ଏପଟେ ଟିକେ ଆଗୁଆ ଅଛି ତ ଯାହା ଫଳରେ ମତେ ବିକ୍ରି ପାଇଁ ସୁବିଧା ହବ ମୁଁ ସେଇଟା ଆପଣ ମାନଙ୍କୁ ବି କହିଛି ଯେ ଯେମିତି ଆପଣଙ୍କର ବିକ୍ରି କରିବେ ସେମିତି ଅନୁସାରେ ଲଗେଇବେ। ଦେଖନ୍ତୁ ହ୍ୱାଇଟ ରୁଟ୍ ଗୁଡିକ କେମିତି ବାହାରୁଛି ତଳେ ଆପଣ ମାନେ ଦେଖିପାରୁଥିବେ। ତ ଏଥିରେ ଯୋଉ ଏଇଟା ହେଇଗଲା ବୋଧେ 20-22 ଦିନ ହେଇଗଲା ତ ଏଥିରେ ଦିଥର ସ୍ପ୍ରେ ଅଲରେଡି ହେଇସାରିଛି ତ ଆଉ ଥରେ ସ୍ପ୍ରେ ମାରା ହବ। ତ ମୁଁ ତ ଆପଣ ମାନଙ୍କୁ କହିଛି ଯେ 3ଟି ସ୍ପ୍ରେ ଆପଣ ମାନେ ନିହାତି ଦିଅନ୍ତୁ ଯୋଉ ପ୍ରଥମେ ଦିଅନ୍ତୁ ଇମିଡା କ୍ଲୋରୋପିଡ ଆଉ କପର ଅକ୍ସିକ୍ଲୋରାଇଡ ତାପରେ ଦେବେ ସେଇ ସେମ୍ ଟାକୁ ରିପିଟ୍ କରିବେ ତାପରେ ଯେତେବେଳେ ତୃତୀୟ ସପ୍ତାହ ହବ ସେତେବେଳେ ଆପଣ ମାନେ କପର ତାପରେ ଏକ ତାରାକୁ ଟିକେ ମିଶେଇ ଦେବେ। ତାପରେ ସେତିକିରେ କପର ଆଉ ଇମିଡାକୁ ବନ୍ଦ କରିଦିଅନ୍ତୁ ତାପରେ ଆପଣ ମାନେ ଅନ୍ୟ ଯୋଉ ମୁଁ ଟେକ୍ନିକାଲ ଗୁଡିକ କହିଛି ସେଗୁଡିକ ମାନେ ପାଖକୁ ଚାଲି ଆସନ୍ତୁ। ଯେମିତିକା ଯୋଉ ଆପଣ ମାନଙ୍କୁ କହିଛି ମୁଁ କୋଉ ଗୁଡିକ ଯୋଉ ଏକ୍ସପ୍ରେସରେ କହିଥିଲି ତାପରେ ତ ଆମର ଚାଲିବ ଯୋଉ କୋଉଟା ଯୋଉଟା କି ହଉଛି ଏମିଷ୍ଟାର ଟପ୍ ସାପ ଫଙ୍ଗି ସାଇଡ କରଜଟ ସେଗୁଡିକ ତାପରେ ଦିଆହବ କାରଣ ଯେତେବେଳେ ଫୁଲ ଫଳ ଚାଲି ଆସିବ ତ ସେତେବେଳେ କପର ଆଉ ଚଳିବ ନାହିଁ। ତ ସେମିତିକା କଥା ରହିଛି ତ ମୁଁ ଏଇ ଯୋଉ ଦେଖୁଛନ୍ତି ଗଛ ଗୁଡିକ ଟିକେ ଏଇ ମନ୍ଦା ଚାରିପଟେ ଟିକେ କଡା ଖସ କରିଦେବା ତାପରେ ହିଡ ଭଳିଆ ଟିକେ କରିଦବା ଯାହା ଫଳରେ ପାଣି ପାଇଁ ସୁବିଧା ହବ ତ ଏଥିରେ ଆଉ ଥରେ 30 ଦିନ ଆଡକୁ ନହେଲେ ଏଇ କିଛି ଦିନ ମଧ୍ୟରେ ହିଁ କିଛି ଯୋଉ ସାର ଗୁଡିକୁ କିଛି ଦେଇକରି ମାଇକ୍ରୋ ନିଉଟ୍ରିଏଣ୍ଟ ଆଉ DAP ପଟାସ ସେଗୁଡିକୁ ହିଁ ଦେଇକରି ମାଟି ଉଠା ହବ ତାପରେ
आराम से चलिबो। ଆଉ ଏଇ ଯୋଉ ଖୁଣ୍ଟ ଗୁଡ଼ିକ ଦେଖୁଛନ୍ତି ଏଇ ଖୁଣ୍ଟ ଗୁଡ଼ିକ ବି ଗାଡ଼ିବା ରେଡ଼ି ହେଇଗଲାଣି। ତ ଏଥିରେ ମୋର ସେମିତି କିଛି ବିଶେଷ ସମସ୍ୟା ନାହିଁ। ଆମ ଏରିଆରେ ବହୁତ ଜୋର ବର୍ଷା ହେଉଛି କିନ୍ତୁ କିଛି ଡ୍ୟାମ୍ପିଂ ଅଫ୍ କି ସମସ୍ୟା ଗୁଡ଼ିକ କିଛି ନାହିଁ କାରଣ ମୁଁ ଔଷଧ ଗୁଡ଼ିକ ମାନେ ରେଗୁଲାର ଦେଇ ଆସୁଛି ମାନେ ରୁଟିନ୍ ଅନୁସାରେ। ତ ଖାଲି ପ୍ରୋବ୍ଲେମ୍ ହେଉଛି ଯେଉଁ ଆପଣମାନଙ୍କୁ କହୁଥିଲି ଘାସଟାକୁ ହିଁ କଣ୍ଟ୍ରୋଲ କରାଯାଇ ପାରୁନାହିଁ। ତ ମଲଚିଂ ଲଗେଇଥିଲେ ତ ଭଲ ହେଇଥାନ୍ତା। ଆଉ ମଲଚିଂର ଫାଇଦା ଆପଣମାନେ ଜାଣିଛନ୍ତି ଖାଲି ଯେ ସେଇଟା ଘାସ କଣ୍ଟ୍ରୋଲ କରିବ ସେମିତି କଥା ନୁହେଁ। ଦେଖାଉଛି ମୁଁ ସେଇଟା ବି ଆପଣମାନଙ୍କୁ ମଲଚିଂର କଣ ଫାଇଦା କରିବ। ଆପଣମାନେ ଧ୍ୟାନ ସହିତ ଭିଡ଼ିଓକୁ ଦେଖିବେ। ଏଇଟା ଦେଖନ୍ତୁ ଯୋଉ ଏଥିରେ ଯୋଉ ଗଛ ଗୁଡ଼ିକ ଦେଖୁଛନ୍ତି ଭଲ ଭାବରେ ପୁରା ବୃଦ୍ଧି ହେଉଛି ତାଠାରୁ ସେପଟ ଠାରୁ ପ୍ରାୟ 10 ଦିନ ପରେ ଲଗା ହେଇଥିଲା କିନ୍ତୁ ଏଥିରେ ଯୋଉ ବେସର ଡୋଜରେ ଆପଣ ମାନେ ଦେଖିପାରୁଥିବେ କିଛି ଦିଆହେଇଛି ଗୋବର ଖତ ଆଉ ଖତ ଯୋଉ ସାର DAP ପଟାସ ଦିଆହେଇଛି। ତ ଯେତେବେଳେ ବର୍ଷା ହଉଛି ଆପଣ ମାନେ ଦେଖିବେ ଇଆଡେ ଟିକେ ଗଡାଣିଆ ଅଛି। ତ ଯେହେତୁ ଇଆଡେ ଟିକେ ଗଡାଣିଆ ଅଛି ତ ପାଣି ଯୋଉ ସେପଟରୁ ପାଣି ଆସୁଛି ନା ତ ଯେଉଁ ନ୍ୟୁଟ୍ରେଣ୍ଟସ ଗୁଡ଼ିକ ଲିଚିଂ ହେଇକରି ତଳକୁ ବୋହି ଚାଲି ଯାଉଛି ମାନେ ସେପଟକୁ ଚାଲି ଯାଉଛି। ତ ସେ ଜିନିଷଟା ହବ ନାହିଁ ମୁଁ କହୁଛି ସେଥିପାଇଁ ଆପଣ ମାନେ ଯେକୌଣସି ଚାଷ କରିବେ ତ ମଲଚିଂ ନିହାତି ଭାବରେ ଲଗେଇବେ। ଦେଖନ୍ତୁ ଗଛ ଗୁଡ଼ିକ ଏଇଟା ବୋଧେ 15 ଦିନ ଖଣ୍ଡେ ହବ ଏଇ ଗଛ ଗୁଡ଼ିକ। ଆଉ ଯୋଉ ଆଗର ଦେଖେଇଥିଲି ଆପଣ ମାନଙ୍କୁ ସେଇଗୁଡ଼ିକ ପ୍ରାୟ 20-22 ଦିନ ହେଇଯିବ। ତ ସେମିତିକା କଥା ରହିଛି ଚାଷୀ ଭାଇ ମାନେ ଆପଣ ମାନେ ବି ଯୋଉ ବର୍ଷା ଋତୁରେ ଯଦି ପନିପରିବା ଚାଷ କରିଛନ୍ତି ତ ଏଗୁଡ଼ିକ ନିହାତି ଭାବରେ ଧ୍ୟାନ ରଖନ୍ତୁ। ଯେମିତିକା ମୁଁ କହୁଛି ଯୋଉ ଔଷଧ ଗୁଡ଼ିକ ଆପଣ ମାନେ ନିଜେ ଆଗରୁ ହିଁ ନେଇ ଆସନ୍ତୁ ନହେଲେ ଆପଣ ମାନେ ଯୋଉ ଔଷଧ ଗୁଡ଼ିକ ଆପଣଙ୍କର ଭଲ ସେପଟେ କାମ ଦିଅନ୍ତି ଦୋକାନଦାରଙ୍କୁ ବୁଝି ଆପଣ ମାନେ ନେଇ ଆସନ୍ତୁ। ତ ସେମିତିକା କଥା ଆପଣ ମାନେ ଯୋଉ ମୁଁ କହିଥିଲି 3ଟି ସ୍ପ୍ରେ ତ ସେଗୁଡ଼ିକ ପୁରା କମ୍ପାଲସରି ଦେବା ପାଇଁ ପଡ଼ିବ। ଆଉ ଏଇ ଯୋଉ ଘାସକୁ ହିଁ ତ କଣ୍ଟ୍ରୋଲ କରାଯାଇ ପାରୁନି। ନହେଲେ ଗଛ ଗୁଡ଼ିକ ପୁରା ଠିକ୍ ଠାକ୍ ଚାଲିଛନ୍ତି ଦେଖନ୍ତୁ। ଆଉ ଯୋଉ ଗୁଡ଼ିକ ଆଗରେ ଲଗା ହେଇଥିଲା ସେଇ ଗଛ ଗୁଡ଼ିକୁ ବି ମୁଁ ଆପଣ ମାନଙ୍କୁ ଦେଖାଉଛି। ସେଗୁଡ଼ିକ ବଡ଼ ହେଇଯାଇଛନ୍ତି। ଏଇଟା ଦେଖନ୍ତୁ ଗଛ ଗୁଡ଼ିକ ପୁରା ଏଗୁଡ଼ିକ ବୋଧେ 25-27 ଦିନ ହେଇଯିବ। ତ ଗଛ ଗୁଡ଼ିକ ଟିକେ ଛୋଟ ଅଛି କିନ୍ତୁ ଠିକ୍ ଠାକ୍ ଅଛି ଏଇ ଯୋଉ ଏଇଟା ଜିନିଷ ଦେଖିଲେ ଆପଣ ମାନେ ତୁରନ୍ତ ସେଥିରେ ଷ୍ଟେକିଂ ପାଇଁ ବ୍ୟବସ୍ଥା କରନ୍ତୁ ନହେଲେ ଗଛ ଗୁଡ଼ିକ ଆପଣଙ୍କର ତଳେ ପଡ଼ିଯିବ। ତ ସେମିତିକା କଥା ରହିଛି ଆପଣ ମାନେ ଯଦି ଚାଷ କରୁଛନ୍ତି ଚାଷରୁ ମାନେ ଯେମିତି ଭଲ ଦି ପଇସା ପାଇବା ପାଇଁ ଆପଣ ମାନେ ଲସ୍ ଯେମିତି ନହେବେ। ତ ସେଗୁଡ଼ିକ ବିଷୟରେ ମୁଁ ଭିଡ଼ିଓ ଗୁଡ଼ିକ ଆଣିଥାଏ ତ ମଞ୍ଜି ସିଲେକ୍ସନ୍ ଆପଣ ମାନେ କେମିତି କରିବେ ସେଇଟା ତ ଆପଣଙ୍କ ଉପରେ କଥା। ଦେଶୀ କରିବେ କି ହାଇବ୍ରିଡ୍ କରିବେ କିନ୍ତୁ ଆମ ଏରିଆ ତ ଦେଶୀ କାକୁଡ଼ି ଚାଲେ। ତ ସେଥିପାଇଁ ମୁଁ ଦେଶୀ ହିଁ ଲଗେଇଛି। ତ ଆପଣଙ୍କ ଏରିଆରେ କୋଉ କାକୁଡ଼ି ଚାଲେ ତ ସେଇଟାକୁ ଆପଣ ମାନେ ଲଗାଇବେ। ଏଥିରେ ଯୋଉ କିଛି ଗଛ ଗୁଡ଼ିକ ମୋର ଡ୍ୟାମ୍ପିଂ ଉପରେ ମରି ଯାଇଥିଲା କାରଣ ଏଇ କେତୋଟି ଗଛ ଗୁଡ଼ିକ ମୁଁ ଆପଣମାନଙ୍କୁ ଦେଖାଉଛି। ଏଇ ମନ୍ଦାର ଯୋଉ ଗଛ ଗୁଡ଼ିକ ଟୋଟାଲ ନାହିଁ ଡ୍ୟାମ୍ପିଂ ଉପରେ ମରିଗଲା କିନ୍ତୁ ସେଇଟା ତ କଣ ପାଇଁ ହୁଏ ଆପଣ ମାନେ ଜାଣିଛନ୍ତି ଫଙ୍ଗସ କାରଣରୁ। ତ ବର୍ତ୍ତମାନ ତ ବହୁତ ଜୋର ଆମ ଓଡ଼ିଶାରେ ବର୍ଷା ହେଉଛି ତ ବହୁତ ସାରା ଚାଷୀ ଭାଇମାନଙ୍କର ପନିପରିବା ମାନେ ଚାଷ କ୍ଷତି ହେଉଛି। ତ ଯୋଉମାନେ ତଳ ଜାଗାରେ କରିଥିବେ ସେଗୁଡ଼ିକରେ ତ ପାଣି ଜମିବ ନିହାତି କିନ୍ତୁ ଯୋଉମାନେ ଡିଙ୍ଗା ଜାଗାରେ କରିଥିବେ କିମ୍ବା ଉଚ୍ଚ ଜାଗା ହେଇଥିବ ତ ସେଥିରେ ତ ପାଣି ଜମିବାର କିଛି ଚାନ୍ସ ନାହିଁ ଦେଖନ୍ତୁ। ଯେତେ ବର୍ଷା ହେଲେ ବି ଏହି ଜାଗା ଗୁଡ଼ିକରେ କେବେ ବି ପାଣି ଜମା ହବ ନାହିଁ। ତ ସେମିତି କାହିଁ ଯୋଉ ମୁଁ ବାଇଗଣ ଫିଲ୍ଡ ଯୋଉ ମୁଁ ଆପଣ ମାନଙ୍କୁ ଦେଖେଇଥିଲି ଯୋଉ ଆଗରେ ଯୋଉ ଲଗା ହେଇଥିଲା ବଡ଼ ଗଛ ସେଗୁଡ଼ିକରେ ମାନେ ଗୋଡ଼ ରଖି ହବନି ସେମିତି ପାଣି ମାନେ କାଦୁଅ ହେଇଯାଇଛି ତ କିନ୍ତୁ ଗଛ ଏଯାଏଁ ବି ମରିନି କଲମୀ ବାଇଗଣର ସେଇଟା ଖାସିୟତ ଆପଣ ମାନେ ଜାଣି ରଖନ୍ତୁ। ନୂଆ ଜମିରେ ଏତେ ଶୀଘ୍ର ରୋଗ ଝାଉଣା ରୋଗ ହେବ ନାହିଁ କିନ୍ତୁ ପୁରୁଣା ଯଦି ଜମି ଯଦି ହେଇଥିବ ଆଗରୁ ଯଦି ଆପଣ ମାନେ ବାଇଗଣ ଚାଷ କରିଥିବେ ତ ସେଥିରେ ୱେଲ୍ଟିଂ ରୋଗ ଲାଗିବାର ସମ୍ଭାବନା ରହିଛି। କିନ୍ତୁ ନୂଆ ଜାଗାରେ ଏତେ ଶୀଘ୍ର ହବ ନାହିଁ ସେଇଟା ତ ମୁଁ ଗ୍ୟାରେଣ୍ଟି ଦେଇପାରିବି। ତ କଲମୀ ବାଇଗଣ କେମିତି କରିବେ କିମ୍ବା ସାଦା ବାଇଗଣ ବି ଆପଣ ମାନେ କରିପାରିବେ। କିନ୍ତୁ ମୁଁ ତ ସେଗୁଡ଼ିକ ବିଷୟରେ ମାନେ ଆପଣ ମାନଙ୍କୁ ବେଶୀ ସଜେସନ୍ କରେ ନାହିଁ କିନ୍ତୁ ଯୋଉ ନର୍ମାଲ ପନିପରିବା ଗୁଡ଼ିକ ସେଗୁଡ଼ିକ ବିଷୟରେ ହିଁ କହିଥାଏ। କାକୁଡ଼ି ହଉ ଜହ୍ନି ହଉ ବରବଟି ହଉ କଲରା ହଉ ମାନେ ମୂଳା ହଉ ଧଣିଆ ହଉ ଏଗୁଡ଼ିକ ଚାଷ କରନ୍ତୁ ଦେଖିବେ ପୁଞ୍ଜି ଆପଣଙ୍କର ଯଦି ତିଆରି ହେବ ଆପଣ ମାନେ ନିଜେ ମଧ୍ୟ
ନିଜ ଆଇଡ଼ିଆ କରି ନିଜେ ପଇସା ଖର୍ଚ୍ଚ କରି ଆପଣମାନେ ତେବେ ଆପଣମାନେ ମାନେ କ'ଣ ନିଜେ ଅନୁସାରେ ଜିନିଷ ଗୁଡ଼ିକ କରିପାରିବେ। କିନ୍ତୁ ଯଦି ଆପଣମାନଙ୍କ ପାଖରେ ପୁଞ୍ଜି ନାହିଁ ତ ଆପଣମାନେ ଭଲ ଭଲ ଔଷଧ ଗୁଡ଼ିକ କିଣିପାରିବେ ନାହିଁ, ସେଇଟା ହିଁ ହେଉଛି ତାର ଅସୁବିଧା। ତ ଆପଣମାନେ ଏହି ଛୋଟ ଛୋଟ ଜିନିଷ ଗୁଡ଼ିକ ନିହାତି ଧ୍ୟାନ ରଖନ୍ତୁ। ଆଉ ଚାଷ ଜାଣିବା ପାଇଁ ଚାଷକୁ ଆମେ କେମିତି ଭଲ ଭାବରେ କରିପାରିବା, ଏଇ ଆମ ଆସପାସ ମାନେ ଆଖପାଖରେ ମିଳୁଥିବା ମଞ୍ଜି ଖତ ସାରକୁ ବ୍ୟବହାର କରି ଆମେ କେମିତି ଭଲ ଉତ୍ପାଦନ ନେଇପାରିବା, ତ ଆଉ କେମିତି ଆମ ଜୀବନକୁ ପରିବର୍ତ୍ତନ କରିପାରିବା, ତ ସେଗୁଡ଼ିକ ବିଷୟରେ ମୁଁ ଭିଡ଼ିଓ ଗୁଡ଼ିକ ଆଣିଥାଏ। ତ ଆପଣମାନେ ଏହି ଚ୍ୟାନେଲକୁ ଯାଆନ୍ତୁ, ଏମିତି ଭିଡ଼ିଓ ଗୁଡ଼ିକ ହିଁ ପାଇବେ। ତ ଆଜିର ଭିଡ଼ିଓ ଗୋଟେ ଭଲ ଲାଗିଲେ ଆପଣମାନେ ଗୋଟେ ଲାଇକ୍ କରିବେ। ଆଉ ଭିଡ଼ିଓଟି ଯଦି ଟିକେ ଅଧିକ ପରିମାଣ ଭଲ ଲାଗିଥାଏ ତେବେ ସବସ୍କ୍ରାଇବ୍ ନିହାତି ଭାବରେ କରିବେ। ତ ଆଜିର ଭିଡ଼ିଓରେ ଏତିକି, ରହିଲି, ନମସ୍କାର।